ଖତ ଖାଉଛି ଜାତୀୟ ପତାକା ଫୁଲ। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ସହରରେ ଏକ ବର୍ଷ 10 ମାସ ପୂର୍ବରୁ ଅର୍ଥାତ୍ 31/8/2023 ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ପୂର୍ବତନ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ କରକମଳରେ ଏବଂ ପ୍ରାକ୍ତନ ଖଡ଼ିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, କାର୍ଯ୍ୟନିର୍ବାହୀ ଅଧିକାରୀ ସୌମ୍ୟରଞ୍ଜନ ମିଶ୍ର, ପୂର୍ବତନ ଉପାଧ୍ୟକ୍ଷ ଏବଂ ସମସ୍ତ କାଉନସିଲରଙ୍କ ଉପସ୍ଥିତିରେ ଆସ୍କା, ହୁମା ଏବଂ ବ୍ରହ୍ମପୁରକୁ ସଂଯୋଗ କରୁଥିବା କାଳୀ ମନ୍ଦିର ଛକରେ ଆମ ଦେଶର ଶାନ୍ ଜାତୀୟ ପତାକା 30 ମିଟର ପୋଲ ଉଚ୍ଚା ଆନୁମାନିକ 100 ଫୁଟର ଉନ୍ମୋଚନ କରାଯାଇଥିଲା। କିନ୍ତୁ ପରିତାପର ବିଷୟ ହେଲା ଆମ ଦେଶର ଗୌରବ ଜାତୀୟ ପତାକାର ଫଳକରେ ଅଟକ ମୂଲ୍ୟ ନଥାଇ ଉଦ୍ଘାଟନ କରାଯାଇଥିଲା। 24/4/2024 ତାରିଖରେ ହଠାତ୍ କାଳବୈଶାଖୀ ଆସି ପୁରୁଷୋତ୍ତମପୁର ସହରରେ ଥିବା କିଛି ସାହିର ଘରର ଚାଳ ଛପର ଏବଂ କିଛି ଦୋକାନ ବଜାରର ଚାଳ ଛପର ସମେତ କିଛି ଟିଣ ଘର ଗୁଡ଼ାକ ପବନ ଉଡ଼ାଇ ନେଇଥିଲା ଏବଂ ସହରରେ ଥିବା କିଛି ଗଛ ଏବଂ ଇଲେକ୍ଟ୍ରିକ୍ ପୋଲ ମଧ୍ୟ ନଇଁ ଯାଇଥିଲା। ନିମ୍ନମାନର ଜାତୀୟ ପତାକା ଖୁଣ୍ଟି ମଧ୍ୟ ନଇଁ ଯାଇଥିଲା। କିନ୍ତୁ ପରିତାପର ବିଷୟ ହେଲା ଆଉ କେଇଦିନ ପରେ ଅଗଷ୍ଟ ମାସ ଆସିବାକୁ ଯାଉଛି, କିନ୍ତୁ ଏହି ଜାତୀୟ ପତାକାକୁ ମଧ୍ୟ 2 ବର୍ଷ ପୂରଣ ହେବାକୁ ବିତି ଯାଇଥିଲେ ସୁଦ୍ଧା ଜନସାଧାରଣ ଏହି ଜାତୀୟ ପତାକା କାଳୀ ମନ୍ଦିର ଛକରେ ଲାଗିଥିବାରୁ ଏହାକୁ ଦେଖି ବହୁତ ଖୁସି ହେଉଥିଲେ। କିନ୍ତୁ ଦୁଃଖର ବିଷୟ, ଏହି ଜାତୀୟ ପତାକାକୁ ପୁଣି ସହରରେ ଲଗାଇବାକୁ NICର କାର୍ଯ୍ୟବାହୀ ଅଧିକାରୀ, ଅଧ୍ୟକ୍ଷ ଏବଂ କାଉନସିଲରମାନଙ୍କ ଇଚ୍ଛାଶକ୍ତି ଦେଖିବାକୁ ମିଳୁନି ସତ, କିନ୍ତୁ ଦୁର୍ଭାଗ୍ୟର ବିଷୟ ହେଲା ଏହି ଜାତୀୟ ପତାକା ଖୁଣ୍ଟି ଡଷ୍ଟବିନ୍, ଅଳିଆ ଏବଂ କାଦୁଅ ଜାଗାରେ ପଡ଼ି ନଷ୍ଟ ହେବାରେ ଲାଗିଛି। ଏହାକୁ ଟେଣ୍ଡର ନେଇ ଲଗାଯାଇଥିବା କଣ୍ଟ୍ରାକ୍ଟର ମଧ୍ୟ ଧ୍ୟାନ ଦେଉନାହାନ୍ତି। କିନ୍ତୁ ଜନସାଧାରଣଙ୍କ ପ୍ରଶ୍ନ, ଏହାର ଅଟକଳ ମୂଲ୍ୟ କେତେ? ଏହାର ମେଣ୍ଟେନାନ୍ସ ପାଇଁ କଣ୍ଟ୍ରାକ୍ଟରଙ୍କୁ ଏଗ୍ରିମେଣ୍ଟ କରାଯାଇଛି କି ନାହିଁ? ଏହାର ଠିକାଦାର ଏବଂ ଏହି କାର୍ଯ୍ୟରେ ନିୟୋଜିତ ଥିବା ସରକାରୀ ଅଫିସରଙ୍କ ଉପରେ ତଦନ୍ତ ହେଲେ ପ୍ରକୃତ ଅଟକଳ ମୂଲ୍ୟ କେତେ ଖର୍ଚ୍ଚ ହୋଇଛି ତାହା ଲୋକଲୋଚନକୁ ଆସିପାରିବ। ତେଣୁ ଏହା ଉପରେ ତଦନ୍ତ ହେବା ନିହାତି ଭାବେ ଜରୁରୀ ବୋଲି ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ବ୍ରହ୍ମପୁରରୁ ସୁନୀଲ ବିଶ୍ୱାସଙ୍କ ରିପୋର୍ଟ, କ୍ରାନ୍ତିଧାରା ନ୍ୟୁଜ୍।